ଲେଖା ବିଧାନ ଏକ ବିଭ୍ରାନ୍ତକର ପଥ। ନିଜ ବୁଦ୍ଧି ବିବେକ ବଳରେ ସକଳ ସିଦ୍ଧି ଲାଭ ହୋଇପାରେ। ଶାସ୍ତ୍ର କହିଥାଏ କର୍ମ ଉପାସନା ସକଳ କାର୍ଯ୍ୟ ସିଦ୍ଧି ଈଶ୍ୱର। ସର୍ବ କାର୍ଯ୍ୟରେ ସକଳ ସିଦ୍ଧି ହେବା ଦରକାର। ଈଶ୍ୱର ପ୍ରାପ୍ତି ହେବା ଦରକାର। ଶୁଙ୍କଦେବ ମାବୁରୁ ଆପଣ ଠିକ କଥା କହିଛନ୍ତି। ବୁଝିଲେ ସେ ଗୌଡ଼ ପିଲା ଆମର କ'ଣ କରିପାରିବ? ଶୁଙ୍କ ଗୋଲାପ ଗଛର ଫୁଲଟାକୁ ତୋଳିବାକୁ ହେଲେ ପ୍ରଥମେ କଣ୍ଟାର ଆଘାତ ସହିବାକୁ ପଡ଼ିଥାଏ। ଓ ତାପରେ ଗୋଲାପ ଫୁଲଟା ଆପେ ଆପେ ଧରା ଦିଏ ଆମରି ହସ୍ତରେ। କହିନାହାନ୍ତି ମୁଁ କେଉଁ ଗଛରେ ଚଢ଼ି କଣ୍ଟା ଭାଙ୍ଗିବି? ଆରେ କର୍ମ ଗଛର ଫଳଟା ତୁ ଖାଇପାରିବୁ? ସେ ଫଳଟା ମିଠା ନା ଖଟା ନା ପିତା? ଶୁଙ୍କ ଦେବ ସେ ଗଛଟା ହେଲା ସେ କୃଷ୍ଣ ପୁତ୍ର ଶାମ୍ବ। ତାକୁ ଗଛରୁ କାଟି ଖାଇବାକୁ ପଡ଼ିବ। ମାବୁରୁ ତାମାନେ ତାରି ପାଇଁ ଆମ ମିଠା ଫଳ ଆମ ହାତରୁ ଖସି ଚାଲିଯିବ। ଚିର ଶତ୍ରୁ ସେଟା ଗୌଡ଼ ଟୋକାଟା କଣ୍ଟା ହୋଇ ବାଜୁଛି ଚରଣ। କଣ୍ଟା ହୋଇ ବାଜୁଛି ଚରଣ। ବାରମ୍ବାର ଆସେ ଆମରି ବିରୁଦ୍ଧେ ଦେବତାଙ୍କୁ ଦେଇ ପ୍ରଗଛନ। ଦାନବଙ୍କୁ ଦେଇ ପ୍ରଗଛନ। গইঠা ভাঙ্গিবি তান্তা ছড়াই দেবি তা অন্তপন। ছড়াই দেবি তা অন্তপন। মারিল গইঠা ভাঙ্গে না পদন। প্রজরাজ করে সত্য জান। প্রজরাজ কহে সত্য জান। ସେ ଗୌଡ଼ ଟୋକା ଛଡ଼ା କି ମନ୍ତ୍ର ଜାଣିଛି କେ ଜାଣି? ଠିକ ହିଟି ସମୟକୁ ସିଟି ଧରୁନି। ଆମେ ଯେତେ ଚେଷ୍ଟା କଲେ କ'ଣ ପାରିବା? ଶୁଙ୍କ ହଳେ ବଳେ କୌଶଳେ ଆମ ରାସ୍ତାରୁ ହଟାଇବାକୁ ପଡ଼ିବ ସେ ମାୟାଧର କୃଷ୍ଣକୁ। ତ ନହେଲେ ହରିଯିବା ଆମେ ଆମ ଜୀବନ ଯୁଦ୍ଧରେ। ମାବୁରୁ ତା ପିଲା ମାଇବୁକୁ ଟେକି ଧରି ଆଣିଲେ ସେ ଗୌଡ଼ ଟୋକା ଆପେ ଆପେ ଧରାଦେବ। ଓ ଠିକ କଥା କହିଛୁ ଶୁଙ୍କ। ଚାଲ ପକାଇ କାଳ ପାଛ କୃଷ୍ଣ ପୁତ୍ର ଶାମ୍ବର ଗଳାରେ ନେଇ ଆସିବା ଅମ୍ବରପୁରକୁ। ଓ ଆପେ ଆପେ ଧରା ଦେବ ସେଇ କୃଷ୍ଣ ନାରାୟଣ। ଶୁଙ୍କ ଦେବ ଯେଉଁ ଗଛରୁ ଦଳର ଚେର ବିସ୍ତାର କରି সেই দলর শাখা প্রকাশ মধ্য বিস্তার করিপারে বসুধা বক্ষ। ये पानी पवन बाजिले सीना चेर दब। ये मु ताकू निया डाली पोड़ी पाउछ करदेबी। चेर बाहरी केउठू? शृंख देव माबुडू हो अपेक्षारे नहीं ना जमा ना। अरे चलो चलंतु धरी आनिबा बळे से कृष्ण पुत्र शाम्ब ओ कटी तर शिर ई बारुधिर महानायक महाबली मय्यादत्य। ना ना मु कहिथिल ना जाउछु मु दारका को कोन आंदेबी कहिथिली मन अछि। बाळ तांको घोडार बाळ मु जाउछु फेरिले तुमरा।